ହ୍ୟାଲୋ ସାଙ୍ଗମାନେ, ମୁଁ ପଳେଇ ଆସିଲି ଚାରିଟା ବେଳେ ଗଛରେ ପାଣି ଦେବା ପାଇଁ। ଏଇଠି ଆପଣ ଗୋଟେ ଜିନିଷ ଲକ୍ଷ୍ୟ କରିଥିବେ ସାଙ୍ଗମାନେ, ଗଛ ଅଛି ହେଲେ ଶାଗ ନାହିଁ। ଏତେ ସୁନ୍ଦର ଶାଗ ଗଲା କୁଆଡ଼େ? ଖାଇଲା କିଏ? କିଏ ସେ ଖାଇଲା ସେ ଶାଗକୁ? ସବୁ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ ଦଉଛି ଆଜ୍ଞା। ସବୁ ପ୍ରଶ୍ନର ଉତ୍ତର ହେଉଛି ଗାଈ ଆଜ୍ଞା। ଗାଈ ଆମର ସବୁ ଗଛ ଖାଇଦେଇଛି। କ'ଣ କରିବି? ସେ ଖାଇଦେଇଛି କିନ୍ତୁ ମୁଁ ତାକୁ ଆଉ ଥରେ ଜିଆଇବା ପାଇଁ ସେଇ ଥୁଣ୍ଟା ଗଛରେ ପାଣି ଦେଉଛି। ମୁଁ ବହୁତ ଚାଲାକ ଆଜ୍ଞା। ତାପରେ ପଳେଇ ଆସିଲି ମନ୍ଦାର ଫୁଲ ପାଖକୁ। ମନ୍ଦାର ଫୁଲ ଏତେ ସୁନ୍ଦର ଦେଖାଯାଉଥିଲା, ମୋର ତ ଫୁଲ ପ୍ରତି ଦୁର୍ବଳ। ତାପରେ ତାକୁ ଟିକେ ଗେଲ କରିଦେଇ ପୁଣି ପଳେଇ ଆସିଲି ଟ୍ୟୁବଲ୍ ପାଖକୁ। ତାପରେ ଏତେ ଦୁର୍ବଳ ହେଇଗଲି ଯେ ମିକ୍ସଚର ଡବା ସହ ଖାଇଦେଲି। ତାପରେ ପଳେଇ ଆସିଲି ଡୁଗୁ ପାଖକୁ। ଡୁଗୁ ସହିତ ଟିକେ ଖେଳକୁଦା କଲା ପରେ କ୍ଷୀର ଆଉ ଗୋଲାପ ଜାମୁନ ପାଉଡ଼ର ଆସିଯାଇଥିଲା। ତାପରେ ବନେଇଲି କ୍ଷୀର ଗୋଲାପ ଜାମୁନ ଗୁଡ଼ାକୁ ଛାଣିଦେଲି। ପୁରା ରେଡ୍ କରି ଛାଣିବେ, କାରଣ ରେଡ୍ ନ କଲେ କଲର୍ ଆସିବନି। ତାପରେ କ୍ଷୀରରେ ପକେଇ ଦେଇକି ତାକୁ କରିଦେବେ କ୍ଷୀର ଗୋଲାପ ଜାମୁନ। ରହିଲି, ବାଏ। ସବସ୍କ୍ରାଇବ୍ କରିବେ।